ଏଫ୍ସିଆଇ ଏଇ କିଛି ଦିନ ହେଲା ଚାଉଳ ଉଠାଣରେ ଟିକେ ଢିଲା କରିଛି। ତେଣୁ ସେଇଟା ଆମେ ଟିକେ ତାଙ୍କୁ ମନେ ପକେଇଲୁ ଏବଂ ସେ ମାନେ ପ୍ରତିଶ୍ରୁତି ଦେଲେ ଯେ ତ୍ୱରାନ୍ୱିତ କରିବେ ଚାଉଳ ଉଠାଣରେ, ସେଇଟା କେମିତି ସ୍ପିଡ୍ ହେବ, ଯାହାଫଳରେ ଆମର ଚାଉଳ ଯେଉଁ ରହିଛି ସେ କେମିତି ଆଉ ଇଭାକୁଏଟ୍ ହେବ। ତାପରେ ଦ୍ୱିତୀୟ କଥା ହେଲା ଉଷୁନା ଚାଉଳ ଲକ୍ଷ୍ୟ ଧାର୍ଯ୍ୟକୁ ସଂଶୋଧନ କରିବା ପାଇଁ ମଧ୍ୟ ପ୍ରସ୍ତାବ ରଖିଛୁ, ତାକୁ ମଧ୍ୟ ସେ ହଁ କରିଛନ୍ତି। ଧାନର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅର୍ଥାତ୍ କଷ୍ଟୋଡିଆଲ ମେଣ୍ଟେନାନ୍ସ ଏ ଚାର୍ଜରେ ମଧ୍ୟ ବୃଦ୍ଧି କରିବା ପାଇଁ ଆମେ ନିବେଦନ କରିଛୁ। କେନ୍ଦ୍ର ସରକାରଙ୍କ ନିକଟରେ ବକେୟା ସବସିଡି ଯାହା ବାକି ରହିଛି, ବହୁତ ଦିନ ଧରିକି ବାକି ରହିଛି, ତାକୁ ମଧ୍ୟ ଆମେ ଡିମାଣ୍ଡ କରିଛୁ। ସେ ମଧ୍ୟ ସେ ଉପରେ ବିଚାର କରିବେ ବୋଲି କହିଛନ୍ତି ଏବଂ ଏ ଭିତରେ 12/8/24 ତାରିଖରେ ସେ 2393 କୋଟି ଟଙ୍କା ମଧ୍ୟ ଗୋଟେ ଫେଜ୍ରେ ପ୍ରଦାନ କରିଛନ୍ତି। ଇଏ ହେଉଛି ଦିଲ୍ଲୀ ଗସ୍ତର ଇଏ। କେଉଁ ଲକ୍ଷ୍ୟ? ଉଷୁନା ଧାନ ସେ ତ ମନା କରୁଛନ୍ତି, ଉଷୁନା ଧାନ ମାନେ ନେବେ ନାହିଁ, ର ରାଇସ୍ କେବଳ ତାଙ୍କୁ ଦରକାର। କିନ୍ତୁ ସେ କହିଛନ୍ତି ଯେ ଓଡ଼ିଶାରେ ଯେତିକି ଦରକାର ପଡ଼ିବ ମାନେ ଉଷୁନା ଚାଉଳ ସେତିକି ହିଁ ସେ ଉଠେଇବେ। ତେଣୁ ଆମେ ଚେଷ୍ଟା କରୁଛୁ ର ରାଇସ୍କୁ ବଢ଼େଇବୁ, ପ୍ରଡକ୍ସନ୍ ର ରାଇସ୍ର ପ୍ରଡକ୍ସନ୍ ବଢ଼େଇବୁ, ଉଷୁନା ଚାଉଳକୁ ଗୋଟେ ଧାର୍ଯ୍ୟ ଲକ୍ଷ୍ୟ ପର୍ଯ୍ୟନ୍ତ ରଖିବୁ। ଚାଉଳ ବହୁତ କମ୍ ଉଠିଛି। ଏଇ ସମୟରେ ଉଠିବା କଥା 18.5 ଲକ୍ଷ ମେଟ୍ରିକ୍ ଟନ୍, କିନ୍ତୁ ଉଠିଛି ମାତ୍ର 6 ଲକ୍ଷ ମେଟ୍ରିକ୍ ଟନ୍। ସେଇଟାକୁ ଆମେ ତ୍ୱରାନ୍ୱିତ କରିବା ପାଇଁ ତାକୁ ରିକ୍ୱେଷ୍ଟ କରିଛୁ। ନାଇଁ, ସେ ଜାଗା ନାହିଁ, ବହୁତ ସଫିସିଏଣ୍ଟ ଚାଉଳ କେନ୍ଦ୍ରରେ ରହିଯାଇଛି। ଆଉ ଆମର ବି ଗୋଦାମ ଟିକେ ସର୍ଟ ଅଛି। ତେଣୁ ଗୋଦାମ କେମିତି ତୁରନ୍ତ ତିଆରି ହେବ, ଆମେ ସେ ଲକ୍ଷ୍ୟରେ ଲାଗିଛୁ। 10 ଲକ୍ଷ ମେଟ୍ରିକ୍ ଟନ୍ ଗୋଦାମ ଏ ବର୍ଷ କେମିତି ଆଉ ସଫଳତାର ସହିତ କଲେ ଆମର ଚାଉଳ ଗୁଡ଼ାକ ଆମର ଏଠି ରହିବ। କେନ୍ଦ୍ର ସରକାର ସହାୟତା ଯୋଗାଇବେ, ଆଉ ଆମେ ଲ୍ୟାଣ୍ଡ ଦେବୁ ଏବଂ ଆମେ ମଧ୍ୟ କିଛି ଅର୍ଥ ବ୍ୟବସ୍ଥା କରିବୁ। କିନ୍ତୁ ଆମେ ଯେଉଁଟା କରିବୁ ଅତ୍ୟାଧୁନିକ ମଡେଲରେ କରିବୁ।